ନାଇଁ ନାଇଁ ଯଦି ମାନ୍ୟବର ଦେଶର ଗୃହମନ୍ତ୍ରୀ ଆସୁଛନ୍ତି ନିଶ୍ଚୟ ତାଙ୍କୁ ସମସ୍ତେ ସ୍ୱାଗତ କରିବେ କାରଣ ସେ ଦେଶର ଗୃହମନ୍ତ୍ରୀ ଏବଂ ବରଗଡ଼ର ଯେଉଁ ଇଥାନଲ୍ ପ୍ଲାଣ୍ଟ ଅଛି ତାକୁ ଯାହା ଆମେ ଶୁଣୁଛୁ ତାକୁ ସେ କାର୍ଯ୍ୟ ତ ବହୁତ ଦିନରୁ ସମ୍ପୂର୍ଣ୍ଣ ହୋଇଗଲାଣି ତାକୁ ସେ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବେ ମୋଷ୍ଟ ୱେଲକମ୍ ଏବଂ ତାପରେ ସମ୍ବଲପୁରରେ ତାଙ୍କର କ'ଣ କାର୍ଯ୍ୟକ୍ରମ ଅଛି ମୁଁ ଜାଣିନି କିନ୍ତୁ ପଞ୍ଚାୟତ ଇଲେକ୍ସନ୍ ତ ଏପର୍ଯ୍ୟନ୍ତ ଘୋଷଣା ହେଇନି ଏବଂ ଯଦି ଶାସକ ଦଳ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କର ସାହାଯ୍ୟ ଦରକାର କରୁଛନ୍ତି ତାହେଲେ ଏଥିରୁ ଜଣାପଡ଼ୁଛି ତାଙ୍କର କେତେ ସାଂଗଠନିକ ଶକ୍ତି ଓଡ଼ିଶାରେ ଅଛି ସେଇଟା ତ ଫଳେନ ପରିଚୟ କି କାହାକୁ ମୁହଁରେ କହିଦେଲେ ତ ହେବନି ମୁଁ କହିଦେଲି କି ସେ କହିଦେଲି କି ଆପଣ କହିଦେଲେ ହେବନି ଫଳେନ ପରିଚୟ ଯେତେବେଳେ ନିର୍ବାଚନ ହେବ ଏବଂ ନିର୍ବାଚନ ଫଳ ଜଣାପଡ଼ିବ ସେତେବେଳେ ଜଣାପଡ଼ିବ ଲୋକେ କାହାକୁ ଚାହୁଁଛନ୍ତି କାହାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି କାହାକୁ ଗ୍ରହଣ କରୁଛନ୍ତି ସେତେବେଳେ ଜଣାପଡ଼ିବ କିନ୍ତୁ ବିଜୁ ଜନତା ଦଳ ଗୋଟେ ସଂଗଠିତ ରାଜନୈତିକ ଦଳ ଏବଂ ଆମେ ଯେକୌଣସି ସମୟରେ ଯେକୌଣସି ନିର୍ବାଚନର ସମ୍ମୁଖୀନ ହେବା ପାଇଁ ଆମେ ପ୍ରସ୍ତୁତ ଏବଂ ଆମର ବିଶ୍ୱାସ ଯେ ବିଜୁ ଜନତା ଦଳ ପ୍ରତି ଓଡ଼ିଶା ଲୋକଙ୍କର ଆସ୍ଥା ଏବେ ବି ଅଛି ଦଳର ନେତା ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ଏବେ ବି ଅଛି ଏବଂ ନିଶ୍ଚୟ ତାହା ପ୍ରମାଣିତ ହେବ ନାଇଁ ସବୁବେଳେ ହୁଏ ନାହିଁ ଆମେ କ୍ଷମତାରେ ଥିଲୁ 2017ରେ ଆମର ପଞ୍ଚାୟତ ନିର୍ବାଚନରେ ଆମର ଫଳାଫଳ ଭଲ ହେଇନଥିଲା ଆପଣଙ୍କ ମନେ ଥିବ ଅନେକ ସମୟରେ ଫଳ ଭଲ ବି ହୁଏ ଏବଂ ଗଣତନ୍ତ୍ରରେ ଜନସାଧାରଣଙ୍କ ରାୟ ହେଉଛି ସର୍ବୋଚ୍ଚ ସର୍ବାଗ୍ରେ ତେଣୁ ଯାହା ଓଡ଼ିଶାର ଜନସାଧାରଣ ରାୟ ଦେବେ ଆମେ ତାକୁ ମୁଣ୍ଡପାତି ଅତୀତରେ ବି ସହିଛୁ ଆଗକୁ ବି ଯାହା ରାୟ ଦେବେ ଆମେ ତାକୁ ଗ୍ରହଣ କରିବୁ କିନ୍ତୁ ଆମର ପୂର୍ଣ୍ଣ ବିଶ୍ୱାସ ଯେ ସରକାରଙ୍କ ପ୍ରତି ଲୋକେ ଓଡ଼ିଶାର ବିମୁଖ ହେଲେଣି ସରକାରଙ୍କର କାର୍ଯ୍ୟକଳାପ ତାଙ୍କର କ୍ରିୟାକଳାପ ସରକାରଙ୍କର ଅସାମର୍ଥ୍ୟ ବିଭିନ୍ନ କ୍ଷେତ୍ରରେ ସରକାରଙ୍କର ବିଫଳତା ଆଇନ ଶୃଙ୍ଖଳା ପରିସ୍ଥିତି କୃଷକମାନଙ୍କର ସମସ୍ୟା ଯୁବକ ଛାତ୍ରମାନଙ୍କର ସମସ୍ୟା ଏସବୁରେ ସରକାର ଘେରି ହୋଇଗଲେଣି ଏବଂ ସରକାର ସବୁ କ୍ଷେତ୍ରରେ ବିଫଳ ହେଉଛନ୍ତି ଦରଦାମ ବଢ଼ୁଛି ସବୁ କ୍ଷେତ୍ରରେ ସରକାର ବିଫଳ ହେଉଛନ୍ତି ତା'ର ପ୍ରତିଫଳନ ନିଶ୍ଚିତ ଭାବରେ ଲୋକଙ୍କର ମନରେ ହୃଦୟରେ ପଡ଼ିବ ଏବଂ ସେ ଅନୁସାରେ ଲୋକେ ତାଙ୍କ ରାୟ ଦେବେ ନାଇଁ ନାଇଁ ମୁଁ ତ କହୁଛି ଯେ ଆମର ଗୋଟେ ସଂଗଠିତ ରାଜନୈତିକ ଦଳ ଏବଂ ସରକାର ଯେଉଁ ସମୟରେ ନିର୍ବାଚନ କରନ୍ତୁ ଆମେ ନିର୍ବାଚନର ସମ୍ମୁଖୀନ ହେବା ପାଇଁ ଆମେ ପ୍ରସ୍ତୁତ ଆମର ଧାରାବାହିକ ସାଂଗଠନିକ କାର୍ଯ୍ୟକ୍ରମ ଆମର ଚାଲେ ତେଣୁ ସରକାରଙ୍କ ଉପରେ ନିର୍ଭର କରେ ଆପଣ ଦେଖୁଥିବେ ଯେ ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନୂଆ ନୂଆ ଲୋକ ଦଳରେ ଯୋଗ ଦେଉଛନ୍ତି ଏପରିକି ଆପଣ ଲକ୍ଷ୍ୟ କରୁଥିବେ ଯେଉଁ କିଛି ଲୋକ ଦଳ ବିଭିନ୍ନ କାରଣରୁ ପରିତ୍ୟାଗ କରିଥିଲେ ସେମାନେ ବି ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ତେଣୁ ଲୋକଙ୍କ ମାନସିକତାରେ ଲୋକଙ୍କର ମନରେ ଲୋକଙ୍କର ଚିନ୍ତାରେ ବିଜୁ ଜନତା ଦଳ ହିଁ ବିକଳ୍ପ ଦଳ